ଆସନ୍ତୁ ଆମେ ଆଜି ଜାଣିବା କ୍ଲାସିକାଲ କଣ୍ଡିସନିଂ ଥିଓରି ବା ଶାସ୍ତ୍ରୀୟ ଅନୁବନ୍ଧନ କ୍ରିୟା ତତ୍ତ୍ୱ। ଇଏ ଗୋଟେ ଶିକ୍ଷଣ ତତ୍ତ୍ୱ। ଏହି ଶିକ୍ଷଣ ତତ୍ତ୍ୱ ଯେଉଁଟାକି ଆମେ କ୍ଲାସିକାଲ କଣ୍ଡିସନିଂ ଥିଓରି ବୋଲି କହୁ। ଏହି କ୍ଲାସିକାଲ କଣ୍ଡିସନିଂ ଥିଓରିଟି ଉଦ୍ଭାବନ କରିଛନ୍ତି ଇଭାନ ପେଟ୍ରୋଭିଚ୍ ପାଭଲଭ। ଇଭାନ ପେଟ୍ରୋଭିଚ୍ ପାଭଲଭ ଜଣେ ରୁଷିଆନ ମନୋବୈଜ୍ଞାନିକ। ସେ ମନୋବୈଜ୍ଞାନିକ ବା ମନସ୍ତତ୍ତ୍ୱବିତ ହେବା ପୂର୍ବରୁ ସେ ପ୍ରଥମେ ଜଣେ ଡକ୍ଟର, ରୁଷିଆର ଶରୀର ତତ୍ତ୍ୱବିତ ଡକ୍ଟର ଅଟେ। ସେ 1904 ମସିହାରେ ନୋବେଲ ପ୍ରାଇଜ୍ ପାଇଥିଲେ। ଆଉ ଏହି ଯେଉଁ ଆମର ଶାସ୍ତ୍ରୀୟ ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ୱ ବା କ୍ଲାସିକାଲ କଣ୍ଡିସନିଂ ଥିଓରି 1903 ମସିହାରେ ସେ ପ୍ରୟୋଗ କରିଥିଲେ। ସେ 14 ସେପ୍ଟେମ୍ବର 1849 ମସିହାରେ ଜନ୍ମଗ୍ରହଣ କରିଥିଲେ ଓ 27 ଫେବୃଆରୀ 1936 ମସିହାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ଆମେ ଜାଣିବା କ୍ଲାସିକାଲ କଣ୍ଡିସନିଂ ଥିଓରି ମାନେ କ'ଣ। ଏ ଯେଉଁ ଶାସ୍ତ୍ରୀୟ ଅନୁବନ୍ଧିତ ଅନୁକ୍ରିୟା ସମ୍ପର୍କରେ ଆମେ ଜାଣିବା। ଆମେ କିଛି କୌଣସି ପ୍ରକୃତ ଉଦ୍ଦୀପକ ମାଧ୍ୟମରେ ବ୍ୟକ୍ତି ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ପ୍ରକାଶ କରେ, ସେଟାକୁ ଅନୁବନ୍ଧନ ପ୍ରତିକ୍ରିୟା ବା ଶାସ୍ତ୍ରୀୟ ଅନୁବନ୍ଧନ କ୍ରିୟା ତତ୍ତ୍ୱ ବୋଲି କୁହାଯାଏ। ଯଥା ମଶା କାମୁଡ଼ିଲା, ହାତ ଆପେ ଆପେ ଚାଲିଯାଏ। ପୁଣି ଏଟାକୁ ବେଳେବେଳେ ପ୍ରକୃତ ଉଦ୍ଦୀପକ ସହିତ କୃତ୍ରିମ ଉଦ୍ଦୀପକର ସଂଯୋଗ ଘଟିଲେ ଯେଉଁ ପ୍ରକୃତ ପ୍ରତିକ୍ରିୟା ସୃଷ୍ଟି ହୁଏ, ସେଇଟାକୁ ଶାସ୍ତ୍ରୀୟ ଅନୁବନ୍ଧନ କ୍ରିୟା ତତ୍ତ୍ୱ ବୋଲି କୁହାଯାଏ। ପୁଣି କହୁଛୁ, ବେଳେବେଳେ ପ୍ରକୃତ ଉଦ୍ଦୀପକ ସହିତ କୃତ୍ରିମ ଉଦ୍ଦୀପକର ସଂଯୋଗ ଘଟିଲେ ତାକୁ ପ୍ରକୃତ ପ୍ରତିକ୍ରିୟା ଯେଉଁ ସୃଷ୍ଟି ହୁଏ, ସେଇଟାକୁ ଶାସ୍ତ୍ରୀୟ ଅନୁବନ୍ଧନ କ୍ରିୟା ତତ୍ତ୍ୱ ବୋଲି କୁହାଯାଏ। ଆମେ ପ୍ରଥମେ ଉଦ୍ଦୀପକ କ'ଣ ସେ ବିଷୟରେ ବି ଟିକେ ଆମେ ଆଲୋଚନା କରିବା। ଆମେ ମନେକର କୌଣସି ଖାଦ୍ୟ ଆମେ ଦେଖିବା, ଖାଦ୍ୟର ଲାଳସାରେ ଖାଦ୍ୟ ଦେଖିଲା ମାତ୍ରେ ଏ ଗୋଟେ ପ୍ରାକୃତିକ ଉଦ୍ଦୀପକ, ତାର ପ୍ରତିକ୍ରିୟା କ'ଣ ହୁଏ, ତାକୁ ଯେମିତି ହେଲେ ସେ ଖାଦ୍ୟକୁ ଆମେ କିଣିବା କିମ୍ବା ଧରି ଆଣିବା କିମ୍ବା ଖାଇବା କିମ୍ବା ଲାଳ ଗଡ଼ାଇବା, ଏସବୁ ହେଲା ତାର ପ୍ରତିକ୍ରିୟା। ସେମିତି ଏହି ଉଦ୍ଦୀପକ ଗୁଡ଼ିକ କିପରି ଆମେ ଉଦ୍ଦୀପକ ଓ ପ୍ରତିକ୍ରିୟାର ଅନୁବନ୍ଧନ କିପରି ଏଠାରେ ଗଠବନ୍ଧନ ହୋଇଥାଏ, ଏହି କ୍ଲାସିକାଲ କଣ୍ଡିସନିଂ ଥିଓରି ବା ଶାସ୍ତ୍ରୀୟ ଅନୁବନ୍ଧନ ଅନୁକ୍ରିୟାରେ ବା ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ୱରେ ଆମେ ଦର୍ଶାଇବା। ଅନୁବନ୍ଧିତ ଅନୁକ୍ରିୟାର ଅର୍ଥ ହେଉଛି ପ୍ରକୃତ ପ୍ରତିକ୍ରିୟାର ରୂପାନ୍ତରୀକରଣ ସାଧାରଣତଃ କୌଣସି ଏକ ପ୍ରକୃତ ଉଦ୍ଦୀପକ ବା ନ୍ୟାଚୁରାଲ ଷ୍ଟିମୁଲସର ଉପସ୍ଥିତିର ପ୍ରତି ପ୍ରାଣୀ ଏକ ନିର୍ଦ୍ଦିଷ୍ଟ ବା ପ୍ରାକୃତିକ ପ୍ରତିକ୍ରିୟା ହୋଇଥାଏ। ମାତ୍ର ବେଳେବେଳେ ପ୍ରକୃତ ଉଦ୍ଦୀପକ ପରିବର୍ତ୍ତେ ସାପେକ୍ଷ ବା କୃତ୍ରିମ ଉଦ୍ଦୀପକର ଅବତାରଣା କରାଯାଇ ପ୍ରକୃତ ପ୍ରତିକ୍ରିୟା ଯେତେବେଳେ ଆମେ ସୃଷ୍ଟି କରିପାରିବା, ସୃଷ୍ଟି ହୁଏ, ଏହାକୁ ହିଁ ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ୱ ବୋଲି କୁହାଯାଏ। ଯଥା ଆମେ କିଛି
ଆମର ଗାଁ ଗହଳିର ମଠ ମନ୍ଦିରର କିଛି ଉଦାହରଣ ଆମେ ନେବା। ଗାଁ ଗହଳିରେ ବହୁତ ମନ୍ଦିର ଅଛି, ମଠ ଅଛି। ସେଇ ମନ୍ଦିର ଗୁଡ଼ାକରେ ମଠ ଗୁଡ଼ାକରେ ଭୋଗ ପ୍ରସାଦ ସେବନ ହୁଏ, ମନ୍ଦିରରେ ପୂଜା ହୁଏ, ଘଣ୍ଟି ବାଜେ। ଆମେ ଆଜି ଗୋଟେ ଉଦାହରଣ ନେବା ଗାଁ ଗହଳିର ଗୋଟେ ମଠରେ ସବୁବେଳେ ପ୍ରସାଦ ସେବନ ହୁଏ। ପ୍ରଥମେ ମଠରେ ଭୋଗ ଲାଗେ। ଭୋଗ ଲାଗିଲା ପରେ ଘଣ୍ଟ ବାଜେ। ଘଣ୍ଟ ବାଜିଲା ପରେ ପ୍ରସାଦ ବଣ୍ଟା ଯାଇଥାଏ। ଏଇ ପ୍ରସାଦର ସରିଲା ପରେ ତାର ଯେଉଁ ଅଇଁଠା ପତ୍ର ଗୁଡ଼ାକ ଫିଙ୍ଗି ଦିଆଯାଏ। ଏହି ଅଇଁଠା ପତ୍ରକୁ ଖାଇବା ଲାଳସାରେ ଅଇଁଠା ପତ୍ରକୁ ପଡ଼ୁଥିବା ଜାଗାରେ ଖାଦ୍ୟ ଲାଳସାରେ କେତେକ କୁକୁର ଭିଡ଼ ଜମାଇଥାନ୍ତି। ପ୍ରତ୍ୟେକ ଦିନ ଭୋଗ ଲାଗିବା ବେଳେ ପୂଜକ ଘଣ୍ଟି ବି ବଜାଇଥାନ୍ତି। ଭୋଗ ଲାଗିବା ସମୟରେ ଘଣ୍ଟି ବି ବଜାଇଥାନ୍ତି। ପ୍ରତ୍ୟେକ ଦିନ ଭୋଗ ଲାଗିବା ବେଳେ ପୂଜକ ଘଣ୍ଟି ବଜାଇଥାନ୍ତି। ସମୟ କ୍ରମେ କ୍ରମେ ମନ୍ଦିର ମଠ ବାଡ଼ିରେ ଯେଉଁ ବାହାରେ କୁକୁରମାନଙ୍କର ଘଣ୍ଟି ବାଜିବା, ଅଇଁଠା ପତ୍ର ବାହାରିବା ଆସିବା ମଧ୍ୟର ପାର୍ଥକ୍ୟ ସେମାନେ ଜାଣିପାରନ୍ତି ନାହିଁ। ଯାହାଫଳରେ ଘଣ୍ଟି ବାଜିବା ମାତ୍ରେ ସେମାନେ ଅଇଁଠା ପତ୍ର ଆସି ଯାଉଛି ବୋଲି ଭାବି ଧରି ନେଇ ସେମାନଙ୍କର ମନରେ ଗୋଟେ ପ୍ରତିକ୍ରିୟା ସୃଷ୍ଟି ହୋଇ ସେ ଅଇଁଠା ପତ୍ର ପଡ଼ିବା ଜାଗାକୁ ସେମାନେ ପହଞ୍ଚନ୍ତି। ଏ ଅଇଁଠା ପତ୍ର ପ୍ରକୃତ ଉଦ୍ଦୀପକ ଏବଂ ଘଣ୍ଟି ଶବ୍ଦ ହେଉଛି ତା'ର ସାପେକ୍ଷ ବା କୃତ୍ରିମ ଉଦ୍ଦୀପକ। ମାତ୍ର ଏ ଦୁଇଟି କାର୍ଯ୍ୟ ସମୟରେ କ୍ରମାଗତ ଭାବରେ ସମ୍ପାଦନ ହେଉଥିବାରୁ କୁକୁରମାନେ ଏହି ଦୁଇ କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିପାରନ୍ତି ନାହିଁ। ଏହିପରି ଦିନେ ମନ୍ଦିର ଭିତରେ ଭୋଗ ନ ଲାଗି କେବଳ ଘଣ୍ଟି ବଜାଇଲେ ମଧ୍ୟ ସେମାନେ ପୂର୍ବ ଭଳି ପ୍ରତିକ୍ରିୟା ସୃଷ୍ଟି କରନ୍ତି। ସେହିପରି ଆମେ କିଛି ଅନ୍ୟ ଗୋଟେ ଉଦାହରଣ ନେବା। କିଛି ବ୍ୟକ୍ତି ବା ଆମମାନଙ୍କୁ ଖଟା ପ୍ରତି ଟିକେ ଲାଳସା ରହିଥାଏ। ଖଟା ପ୍ରତି ଲାଳସା ଥିବା ପିଲାମାନେ ଖଟାକୁ ଦେଖିଲେ ପାଟିରୁ ଲାଳ ବାହାରେ। ବେଳେବେଳେ ଖଟା ନ ଦେଖାଇ ମଧ୍ୟ ଖଟା ସମ୍ପର୍କରେ ଆଲୋଚନା କଲେ ବା ପିଲାମାନଙ୍କ ପାଟିରୁ ବି ଲାଳ ବାହାରି ପଡ଼େ। ଏଠାରେ ଖଟା ହେଉଛି ପ୍ରକୃତ ଉଦ୍ଦୀପକ ଏବଂ ଖଟା ଶବ୍ଦ ବିଷୟରେ ଆମେ ଆଲୋଚନା କରିବା। ଏ ସାପେକ୍ଷ ଉଦ୍ଦୀପକ, ଏହାଦ୍ୱାରା ବି ଆମର ଲାଳ ନିର୍ଗତ ହେଉଛି। ଇଏ ଗୋଟେ ପରୀକ୍ଷାର ଉଦାହରଣ। ହେଲେ ଆମେ ଯାହା ପାଇଁ ଏହି ସୂତ୍ରଟି, ଶିକ୍ଷଣ ତତ୍ତ୍ୱ ସୂତ୍ରଟି ବାହାର କରାଯାଇଛି, ସେ ଯେଉଁ ରୁଷିଆର ଶରୀର ତତ୍ତ୍ୱବିତ ବା ମନୋବୈଜ୍ଞାନିକ ଇଭାନ ପେଟ୍ରୋଭିଚ ପାଉଲୋ, ସିଏ ଗୋଟିଏ କୁକୁରକୁ ନେଇ ପରୀକ୍ଷା କରିଥିଲେ। ସେଇ କୁକୁର ଗୋଟେ ଭୋକିଲା କୁକୁରକୁ ନେଇ ଗୋଟେ ଅଭେଦ୍ୟ କୋଠରୀ ମଧ୍ୟରେ ପରୀକ୍ଷା କରିଥିଲେ। ସେଇ କୋଠରୀରେ ଗୋଟିଏ ଛୋଟ ଝରକା ଥିଲା। ସେ ଝରକାରେ ମଧ୍ୟ ବାହାରୁ ଭିତରକୁ ନିରୀକ୍ଷଣ କରିବା ପାଇଁ ସୁବିଧା ଥିଲା। ଯେତେବେଳେ ପାଉଲୋ କୁକୁରଟିକୁ ମାଂସ ଖାଇବାକୁ ଦେଉଥାଏ ଓ ମାଂସ ଦେଖିବା ମାତ୍ରେ କୁକୁରଟିର ଲାଳ ନିର୍ଗତ ହୁଏ। ପୁଣି ମାଂସ ନ ଦେଖାଇ ଖାଲି ଘଣ୍ଟିଟା ମାରିଲେ ସେଥିରେ ଲାଳ ନିର୍ଗତ ହୁଏ ନାହିଁ। ମାନେ ସେ ସାପେକ୍ଷ ଉଦ୍ଦୀପକ କରିଲେ ମଧ୍ୟ ସେଥିରେ
ତାର କୌଣସି नो रेस्पन्स कौन सी प्रतिक्रिया है। ये थिला प्रथम तार स्टेज परीक्षा। इन किछि दिन गला गला परे खाद्य धरी आसवा किछि समय पूर्व घंट मारिले तापर खाद्य धरी आसिले। खाद्य घंट बाजिया गोटे समय ठीक समय पर जो खाद्य देखला मात्रे कुकुर लाल गठिला। घंट मारिबा खाद्य आनिबा ए दुईटी कार्यक्रम करवा सत्वे कुकुरटीर लाल निर्गत हुए। इमती किछि दिन ताकू करागला। खाद्य सहित घंटी बाजिबा घंटी सहित खाद्य देवा ए दुईटी उद्दीपक द्वारा जोटा कि प्रथम उद्दीपक है खाद्य सापेक्ष उद्दीपक है घंटी बाजिबा। ए दुईटीर कार्य फल कुकुरर पाटिरू लाल निर्गत हुए। इन किछि दिन करिया परे खाद्यटी को दिगला नहीं, डायरेक्ट घंटी बाजिला से भी तार लाल निर्गत है। एथुरु आम जानिलु जे तीनोटी तार कंडीशनिंग रखागला। गोटे है बिफोर कंडीशनिंग, ड्यूरिंग दी कंडीशन, आफ्टर कंडीशनिंग। बिफोर कंडीशनिंग कौन करले प्रथमे खाद्य गणाला जोटा कि अनकंडीशनल स्टिमुलस। प्रथमे ताको खाद्य दिगला जो आमर बिफोर कंडीशनिंग रे प्रथमे कौन करला अनकंडीशनिंग स्टिमुलस रे खाद्य रखागला। तार प्रतिक्रिया लाल गड़ेगा। पुणी न्यूट्रल स्टिमुलस जोटा कि आम कहवा न्यूट्रल स्टिमुलस से खाली बेल मरागला, घंट बजागला, कौन सी रेस्पन्स है कि कौन सी नाल गलानी। ये बिफोर कंडीशनिंग। जो बिफोर कंडीशनिंग समय प्रथम ताकू तार खाद्य होची कुकुर अति प्रिय जिनस मांस को अनकंडीशनिंग स्टिमुलस रे खाद्य दिगला। खाद्य देखा मात्रे अनकंडीशनिंग रेस्पन्स है तार जोटा स्लीवा लाल निर्गत है। ठीक खाद्य गढ़ागला खाली घंट बजाला जोटा कि न्यूट्रल स्टिमुलस से कौन सी तार लाल निर्गत है नहीं। यह बिफोर कंडीशनिंग थ्योरी परीक्षण। जिते ड्यूरिंग दी कंडीशनिंग करागला अनकंडीशनिंग स्टिमुलस जोटा कि फूड को अणागला ता सहित घंट बाजिला जोटा कि न्यूट्रल स्टिमुलस माने प्रकृत उद्दीपक सहित कृत्रिम उद्दीपक मिसे कार्य करागला। सही समय अनकंडीशनिंग रेस्पन्स स्लीवा माने लाल ऑटोमेटिक निर्गत है कड़ा ड्यूरिंग दी कंडीशनिंग पीरियड समय। इमती किछि दिन चलला चलला घंट बाजिला खाद्य आसिला लाल निर्गत है। ड्यूरिंग दी कंडीशन इमती किछि दिन चलू 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 घंट बाजुला तार अति प्रिय खाद्य मांस अणागला ऑटोमेटिक कुकर लाल निर्गत होता है। ये था ड्यूरिंग कंडीशनिंग पीरियड। आफ्टर कंडीशनिंग पीरियड रे कौन कला खाद्य को आउ
ଅଣାଗଲା ନାହିଁ, ଡାଇରେକ୍ଟ କ'ଣ ହେଲା, ଘଣ୍ଟ ବାଜିଲା। ଘଣ୍ଟ ବାଜିଲା ଯେଉଁଟାକି ଆମେ ନ୍ୟୁଟ୍ରାଲ୍ ଷ୍ଟିମୁଲସ୍ ବା କୃତ୍ରିମ ଉଦ୍ଦୀପକ, ଅଟୋମେଟିକ୍ କୁକୁରର ଲାଳ ଗଡ଼ିଲା। ଏହି ପ୍ରକ୍ରିୟାଟାକୁ ଅନୁବନ୍ଧିତ ପ୍ରକ୍ରିୟା ବୋଲି କୁହାଯାଏ। ଏମିତି କିଛି ଦିନ ଗଲା, ବାରମ୍ବାର ଘଣ୍ଟ ବାଜୁଥାଏ, ଖାଦ୍ୟ ଆସିଲା ନାହିଁ। କୁକୁର ବି ଜାଣିଗଲା ଖାଲିଟାରେ ଘଣ୍ଟ ବଜା ହେଉଛି, ଅଟୋମେଟିକ୍ ଲାଳ ନିର୍ଗତ ବନ୍ଦ ହେଲା, ଆଉ ଅନୁବନ୍ଧିତ ପ୍ରତିକ୍ରିୟା ବି ବିଲୟ ଘଟିଲା। ମାନେ ପ୍ରକୃତ ଉଦ୍ଦୀପକ, କୃତ୍ରିମ ଉଦ୍ଦୀପକ, ପ୍ରକୃତ ପ୍ରତିକ୍ରିୟା, ଅନୁବନ୍ଧିତ ପ୍ରତିକ୍ରିୟା। ପ୍ରଥମେ ପ୍ରକୃତ ଉଦ୍ଦୀପକ କ'ଣ ହେଲା, ପ୍ରଥମେ ଉଦ୍ଦୀପକ ଓ ପ୍ରତିକ୍ରିୟା କ'ଣ ଦେଖିବା। ପ୍ରକୃତ ଉଦ୍ଦୀପକ ଖାଦ୍ୟ ଆସିଲା, ମାଂସ, ଲାଳ ନିର୍ଗତ ହେଲା। କୃତ୍ରିମ ଉଦ୍ଦୀପକ କ'ଣ କଲା, ପ୍ରଥମେ ଯେଉଁ ବିଫୋର କଣ୍ଡିସନରେ ଘଣ୍ଟି ବାଜିଲା, କୌଣସି ଲାଳ ନିର୍ଗତ ହେଲାନି। ଯେହେତୁ ଡ୍ୟୁରିଂ କଣ୍ଡିସନରେ କ'ଣ କଲା, ଖାଦ୍ୟ ଆସିଲା, ଘଣ୍ଟି ବାଜିଲା, ଇଆଡ଼େ ପ୍ରତିକ୍ରିୟା ଲାଳ ନିର୍ଗତ ହେଲା। ପୁଣି ଖାଦ୍ୟ ଆସିଲା, ଘଣ୍ଟି ବାଜିଲା, ଲାଳ ନିର୍ଗତ ହେଲା। ଆଫ୍ଟର କଣ୍ଡିସନିଂ ଯେତେବେଳେ ହେଇଗଲା, ଖାଲି ଘଣ୍ଟି ବାଜିଲା, ଅଟୋମେଟିକ୍ ଲାଳ ନିର୍ଗତ ହେଲା। ଯେତେବେଳେ ଖାଦ୍ୟ ନ ଦେଇକି ଯେତେବେଳେ ଘଣ୍ଟି ବାଜିଲା ଆଫ୍ଟର କଣ୍ଡିସନିଂରେ, ଅଟୋମେଟିକ୍ ତାର ପ୍ରତିକ୍ରିୟା ଲାଳ ନିର୍ଗତ ହେଲା। ଏ ଯେଉଁ ଘଣ୍ଟି ବାଜିବା ସାଙ୍ଗେ ସାଙ୍ଗେ ଯେତେବେଳେ ଯେ ପ୍ରଥମ ଷ୍ଟେପ୍ରେ, ପ୍ରଥମ ସୋପାନରେ, ଯେଉଁ ବିଫୋର କଣ୍ଡିସନରେ ଘଣ୍ଟି ବାଜିଲା, କୌଣସି ଲାଳ ନିର୍ଗତ ହେଲାନି। କିନ୍ତୁ ଯେଉଁ ଡ୍ୟୁରିଂ କଣ୍ଡିସନ କାମ ହେଲା ପରେ, ଯେଉଁ ଆଫ୍ଟର କଣ୍ଡିସନିଂ କାମରେ ଯଦି ଖାଲି ଘଣ୍ଟି ବାଜିବା ସତ୍ତ୍ୱେ କୁକୁର ଯେତେବେଳେ ଲାଳ ନିର୍ଗତ ହେଲା, ଏହି ଯେଉଁ ପ୍ରକ୍ରିୟାଟାକୁ ଘଣ୍ଟି ବାଜିବା ସତ୍ତ୍ୱେ ଯେଉଁ ଲାଳ ନିର୍ଗତ ହେଲା, ସେଇଟାକୁ ହିଁ ଅନୁବନ୍ଧିତ ପ୍ରତିକ୍ରିୟା ବୋଲି କୁହାଯାଏ। ହେଲେ ଘଣ୍ଟି ସହିତ ତାର ଗଠବନ୍ଧନ ହେଲା, ଅନୁବନ୍ଧିତ ହେଲା। ତା ବିଫୋର କଣ୍ଡିସନିଂରେ ଘଣ୍ଟ ବାଜିଲା ସତ୍ତ୍ୱେ ବି କୌଣସି ଲାଳ ଗଡ଼ି ନଥିଲା। ଯେତେବେଳେ କଣ୍ଡିସନିଂ ଯେତେବେଳେ ମିଶିଲେ, ତାଙ୍କେ ଯେତେବେଳେ ଡ୍ୟୁରିଂ ଦି କଣ୍ଡିସନିଂରେ ଘଣ୍ଟ ବାଜିବା ଓ ଖାଦ୍ୟ ମାଂସ ଆସିବାର ଉଦ୍ଦୀପକ ଦୁଇଟା ମିଶିଲା ପରେ ଯେତେବେଳେ କୁକୁରର ଲାଳ ନିର୍ଗତ ହେଉଥାଏ, ଆଫ୍ଟର କଣ୍ଡିସନିଂରେ ଡାଇରେକ୍ଟ ଘଣ୍ଟି ବାଜିଲା ପରେ ଲାଳ ନିର୍ଗତ ହେଲା। ଏଇଟା ହୁଏ ଅନୁବନ୍ଧିତ ପ୍ରତିକ୍ରିୟା ବୋଲି କୁହାଯାଏ। ତାପରେ ଆଉ ଗୋଟେ ଥର କିଛି ଦିନ ଗଲା, ଖାଲି ଘଣ୍ଟି ବାଜିଲା, କୌଣସି ଖାଦ୍ୟ ଆସିଲାନି। ସେ କୁକୁର ବି ଜାଣି ସାରିଲା ଏଇ ଅନୁବନ୍ଧିତରେ କୌଣସି ଆଉ ଲାଳ ଆସିଲାନି। ଆସ୍ତେ ଆସ୍ତେ ସେ ଅନୁବନ୍ଧିତ ପ୍ରତିକ୍ରିୟାଟା ବିଲୟ ହେଇଗଲା, ଡିଲିଟ୍ ହେଇଗଲା। ମାନେ ଏଇ ଜିନିଷଟା ହେଉଛି କ'ଣ, ମାନେ ଯେଉଁ ପ୍ରକୃତ ଉଦ୍ଦୀପକ ସହିତ ଯେତେବେଳେ ଯଦି କୃତ୍ରିମ ଉଦ୍ଦୀପକ ସଂଯୋଗ ଘଟି ପ୍ରତିକ୍ରିୟା ସୃଷ୍ଟି କରିଥାଏ, ପୁଣି ସେ ଯେଉଁ ସଂଯୋଗ ସମୟଟାକୁ ଯେଉଁ ଟାଇମ୍ ଡ୍ୟୁରେସନରେ ଯେଉଁ କାମ ଲାଳ ନିର୍ଗତ ପ୍ରତିକ୍ରିୟା ହୁଏ, ପ୍ରକୃତ ଉଦ୍ଦୀପକ ନଥିବା ସତ୍ତ୍ୱେ ଯେତେବେଳେ କୃତ୍ରିମ ଉଦ୍ଦୀପକ ଦ୍ୱାରା ଯଦି ପ୍ରକୃତ ପ୍ରତିକ୍ରିୟା ହେଇଯାଉଛି, ଏହାକୁ ଅନୁବନ୍ଧିତ ପ୍ରତିକ୍ରିୟା ବୋଲି କୁହାଯାଏ। ଏହା ହିଁ କ୍ଲାସିକାଲ କଣ୍ଡିସନ ଥିଓରି। ଆଉ ଏହି ଥିଓରିଟାକୁ ଆମେ ଆଜି ପାଇଁ ଏତିକିରେ ବିଦାୟ ନେଉଛୁ। ପୁଣି ଆପଣମାନଙ୍କୁ ଆମେ ଅନ୍ୟ ଥିଓରିରେ ଆପଣମାନଙ୍କୁ ଆମେ ଉପସ୍ଥାପନା କରିବୁ। ଏତିକି କହି ନମସ୍କାର।